ଆସନ୍ତୁ ଜାଣିବା ଯେ ଆମେ ଜିରା ବିଷୟରେ। ପ୍ରସବ ପରେ ଜିରା କାଢ଼ା ପିଇବା ଦ୍ୱାରା ସ୍ତ୍ରୀର ସ୍ତନରେ ଉପଯୁକ୍ତ ମାତ୍ରାରେ କ୍ଷୀର ସ୍ରବିଥାଏ। ତା ସହିତ ପ୍ରସୂତି ମହିଳାର ଗର୍ଭାଶୟ ମଧ୍ୟ ସଂକୁଚିତ ହୋଇଥାଏ। 1 ଚାମଚ ଜିରା ମିଶ୍ରି ସହିତ ବାଟି ପିଇଲେ ଜନନେନ୍ଦ୍ରିୟ ଯାବତୀୟ ରୋଗ, ମୂତ୍ରାଶୟର ପଥୁରୀ ରୋଗର ଉପଶମ ହୋଇଥାଏ। 1 ଚାମଚ ଜିରା ଚିକ୍କଣ କରି ବାଟି ସକାଳେ ସନ୍ଧ୍ୟାରେ ସେବନ କଲେ ଗର୍ଭାଶୟର ମଇଳା ସଫା ହୋଇଥାଏ। 1 ଚାମଚ ଜିରା ଗୁଣ୍ଡକୁ 1 ଚାମଚ ପୁରୁଣା ଗୁଡ଼ ସହିତ ଗୋଳେଇ ଦିନକୁ 3 ଥର ଖାଇଲେ ଦୀର୍ଘ ଦିନର ପୁରୁଣା ଜ୍ୱର, ପାଳି ଜ୍ୱର, କମ୍ପ ଜ୍ୱର, ବିଷମ ଜ୍ୱର ଯେଉଁଟାକି ମ୍ୟାଲେରିଆ ଦୂର ହୋଇଥାଏ। ଗୋଡ଼ ହାତ ଫୁଲିଥିଲେ ଜିରାକୁ ବାଟି ଲେପ ଦେଲେ ଓ ପେଟକୁ ଜିରା ସେବନ କଲେ ଏହି ରୋଗ ଅଚିରେ ଦୂର ହୁଏ। ଜିରା ଚୂର୍ଣ୍ଣ 3 ଗ୍ରାମରୁ 6 ଗ୍ରାମ ମହୁ ମିଶ୍ରି କିମ୍ବା ଗୁଡ଼ ସହିତ ଖାଇଲେ ଅତିସାର ଶୀଘ୍ର ଭଲ ହୁଏ।